ଆମ ଗପ। ଆଜି ଆମେ ଶୁଣିବା ବିଲୁଆକୁ ଠେଙ୍ଗା। ଅନ୍ଧାରୁଆ ଗାଁ ଗୋଟିଏ ଛୋଟିଆ ଗାଁଟି। ଗାଁରେ ନିତେଇ ସାହୁ ବୋଲି ଗୋଟେ ଚାଷୀଟିଏ ଥାଏ। ସେ ଆଖୁ ଚାଷ କରେ। ହେଲେ ତା ମନ ସବୁବେଳେ ଦୁଃଖରେ ଥାଏ। କାହିଁକି ନା ତା ଆଖୁ ସବୁ କିଏ ଖାଇ ଦଉଛି। କେତେ ସିଏ ଆଉ କ୍ଷତି ସହିବ। ହେଲେ ନିତି ରାତିରେ ଜଙ୍ଗଲରୁ ବିଲୁଆ ମାନେ ଆସି ନିତେଇ ସାହୁ ଆଖୁ ବାଡ଼ିରେ ପଶି ଆଖୁ ଖାଇ ଜଙ୍ଗଲକୁ ଫେରିଯାଆନ୍ତି। ଜଙ୍ଗଲକୁ ଫେରିବା ବାଟରେ ବିଲୁଆ ମାନଙ୍କ ଭିତରେ ହୁଣ୍ଡା ବିଲୁଆଟା କହେ, ସାଙ୍ଗମାନେ ଆଜି ଆଖୁ ଖିଆ କେମିତି ମଜା ଲାଗିଲା। ଦେଖିଲ ତ ମୋ ବୁଦ୍ଧିର ବଳ। ନିତେଇ ସାହୁ ଟିକିଏ ହେଲେ ଟେର ପାଉନାହିଁ। ତା ଆଖୁ କିଏ ଖାଇଲା, କେମିତି ଖାଇଲା, ଏ କଥା କହି କହି ବିଲୁଆ ମାନେ ଜଙ୍ଗଲକୁ ପଳେଇଲେ। ତା ପରଦିନ ସକାଳେ ନିତେଇ ସାହୁ ଆସି ଆଖୁ ବାଡ଼ିକୁ ଦେଖେ। ତା ଆଖୁ କିଏ ଖାଇ ଦେଇଛି। ସିଏ ଭାବିଲା ଯେମିତି ହେଲେ ଆଜି ରାତିରେ ମତେ ଆଖୁ ବାଡ଼ିକୁ ଜଗିବାକୁ ହେବ। ଏ କଥା ଭାବି ସେ ଘରକୁ ଫେରି ଆସିଲା। ଜଙ୍ଗଲ ଭିତରେ ବିଲୁଆ ମାନେ କଥା ହେଉଥିଲେ, ଆଜି ରାତିରେ ନିତେଇ ସାହୁ ଆଖୁ ବାଡ଼ିରୁ ବେଶୀ ଆଖୁ ଖାଇବା। ଦିନ ଯାଇ ସଞ୍ଜ ହେଲା, ସଞ୍ଜ ଯାଇ ରାତି ହେଲା। ନିତେଇ ସାହୁ ହାତରେ ଠେଙ୍ଗାଟିଏ ଧରି ଆଖୁ ବାଡ଼ିକୁ ବାହାରିଲା। ଆଖୁ ବାଡ଼ିରେ ପହଞ୍ଚି ସେ କହିଲା, ଆଖୁ କ୍ଷେତରେ ମଲା ମଣିଷ ପରି ଶୋଇ ରହିବି। ଯିଏ ଆଖୁ କ୍ଷେତକୁ ପଶିବ ତାକୁ ଏ ଠେଙ୍ଗାରେ ଠେଙ୍ଗେଇ ଦେବି। ଏହା କହି ସେ ଆଖୁ କ୍ଷେତରେ ଶୋଇ ରହିଲା। ନିଶବ୍ଦ ରାତି ହେଲା। ବିଲୁଆ ମାନେ ଜଙ୍ଗଲରୁ ଆସି ଆଖୁ ବାଡ଼ି ଭିତରେ ପଶିଲେ। ହୁଣ୍ଡା ବିଲୁଆ ଦେଖିଲା ଆଖୁ ବାଡ଼ି ଭିତରେ ଶବଟିଏ ପଡ଼ିଛି। ସିଏ କହିଲା, ଆରେ ବାଃ, ଆଜି ଆଖୁ ଖାଇବା କଣ? ବହୁତ ବଢିଆ ଖାଇବା ତ ମିଳିଛି ମତେ। ସେ କଣ କଲା ନା ବଡ ପାଟିରେ ହୁକେ ହୁ ହୁକେ ହୁ ଡାକ ପକାଇଲା। ତା ମାନେ, ସାଙ୍ଗମାନେ କୁଆଡେ ଗଲ ସବୁ? ଦେଖିବା ଆସ, ଗୋଟେ ବଢିଆ ଖାଇବା ମିଳିଛି, ଖାଇବା ଆସ। ହୁଣ୍ଡା ବିଲୁଆର ଡାକ ଶୁଣି ଟେରା ବିଲୁଆ, କାବରା ବିଲୁଆ, ଟିମ୍ପା ବିଲୁଆ, ଚମ୍ପା ବିଲୁଆ ପାଖାପାଖି 20ଟି ବିଲୁଆ ଆସି ନିତେଇ ସାହୁ ପାଖରେ ପହଞ୍ଚିଗଲେ। ଯେମିତି ନିତେଇ ସାହୁ ପାଖରେ ବିଲୁଆ ମାନେ ପହଞ୍ଚିଗଲେ, ନିତେଇ ସାହୁ ଚଟକିନା ଉଠି ପଡିଲା। ଠେଙ୍ଗାରେ ସବୁ ବିଲୁଆକୁ ଠେଙ୍ଗେଇ ଦେଲା। ପ୍ରାଣ ବିକଳରେ ବିଲୁଆ ମାନେ ଜଙ୍ଗଲକୁ ଦୌଡ଼ିଲେ। ସବୁ ବିଲୁଆ ମାନେ କହିଲେ, ହୁଣ୍ଡା ବିଲୁଆ ଯୋଗୁ ଆମେ ମାନେ ଆଜି ମାଡ଼ ଖାଇଲୁ। এই ଗପରୁ ଆମେ କଣ ଶିଖିଲେ? ଅନ୍ୟକୁ ହଇରାଣ କରିବା ଉଚିତ ନୁହଁ। ମୋ ଗପଟି ସରିଲା, ଫୁଲ ଗଛଟି ତାକ ଦିନା ଦିନ ନାଚିଲା।